श्री गणेशाय नमः। नमस्कार बंधुगण, जय माँ संतोषी। मु सस्मिता पाढ़े स्वागत करुछि आमर एही भक्ति सागर सस्मिता चैनल रे। आज आपण मानक पई प्रस्तुत करिछु संतोषी मातांक महापुराण। एही पुराण श्रवण करिबा द्वारा घरर आर्थिक समस्या दूर हेबा सह परिवारर मंगल होइथाय, सुख शांति सौभाग्य प्राप्त होइथाय। शुक्रवार दिन एही पुराण श्रवण किंबा पठन अत्यंत शुभ फलदायक। माँ संतोषी कृपारू सबु विपद टली जाइथाय। तेबे आसंत बंधुगण, एही पुराण आरंभ करने पूर्व प्रथमे संतोषी मातांकर स्तुति पाठ करिबा। चैनल जदि नुआ अछंती चैनल को सब्सक्राइब करी कमेंट बॉक्स रे जय माँ संतोषी लिखिबाकू जमा भी कुंठाबोध करेंगे। तेबे आसंतु आरंभ करिबा श्री संतोषी मातांक स्तुति पाठ। जय तु संतोषी मागो पादे नमस्कार, जय तु संतोषी मागो दिने कृपा कर, जय तु संतोषी मागो कल्याणकारिणी, जय तु संतोषी मागो त्रितापहारिणी, आतंक काल रे मागो तो नाम स्मरी रे, मोहा विपत्ति माँ खंडी जाए भोले, आश्रित विपन्न जने करु तो धार, तो पादे शरण गले नेउ सर्वभार, सकल निकटे माँ तू कृपा सागर, दुर्जन नेत्र रे अटु महाभयंकर, चतुर्हस्ता अटु मागो अपूर्व मूरति, सुंदर सुचारु तुही बरा भय दात्री, एक हस्ते दियो खाद्य समस्त संताने, तुम्भे तो प्रकाशी अछ सर्वजीव प्राणे, खंडा अछि एक हाते अनेक त्रिशूल, भक्तर गुहारी शुणी दियो माता फल, अपूर्व सुंदर शोभे कुंडल तोहर, कंठ तटे शोभा पाए मणि मुक्ताहार, शुक्रवारे तुम व्रत करिले पालन, सर्व शुभ लाभ हुए एमत्य वचन, जहा किछि मन वांछा करिले कमला, संतोषी दयारु ताहा पुरैबा सना, अर्थ भाव जार न मिले आहार, मातांक कृपारु मिले संपद पार, जहा किछि मन मध्ये थाए अभिलाष, दयामयी ता पूरण करई अवश्य, जय जय संतोषी माँ गणेश जननी, तब पाद पद्मे मागो करुछि दयिनी, दोषा दोष थिले मात मार्जन करिब, अधम संताने सदा साहा
ହୋଇଥିବ। ଏବେ ଆସନ୍ତୁ ଆରମ୍ଭ କରିବା ସନ୍ତୋଷୀ ମାତାଙ୍କ ପୁରାଣ। ଆଜିର ବିଷୟ ରହିଛି ଜୟନ୍ତର ବ୍ୟବସାୟ ଆରମ୍ଭ। ଏଥୁ ଅନ୍ତେ ସୁଜ୍ଞଜନ କରି ମନ ସ୍ଥିର, ଶୁଣ ଶୁଣ କୀର୍ତ୍ତି ଏହି ମାତା ସନ୍ତୋଷୀର। ଜନନୀ ସନ୍ତୋଷୀ ଅଟେ ସନ୍ତୋଷ ଦାୟିନୀ, ସନ୍ଥ ପାଳିନୀ ଅଟଇ ସଙ୍କଟ ତାରିଣୀ। ସନ୍ତୋଷୀ ପୁରାଣ ଏହି ଦେବୀ କୀର୍ତ୍ତି ଗାଥା, କହୁଛନ୍ତି ବେଦବର ନାରଦକୁ କଥା। ଶୁଣରେ ନାରଦ ମନ କରି ତବ ଥୟ, ଦେବ କୀର୍ତ୍ତି ବରା ନନା କରିବି ନିଶ୍ଚୟ। କରୁଛି କରିବି ଜାଣ ଆନନ୍ଦ ମନରେ, ଶୁଣି ଶୁଣାଇବ ସର୍ବଜନଙ୍କୁ ଅଚିରେ। ସାଧବାଣୀ କଟୁ ବାକ୍ୟ ଶୁଣିଣ ଜୟନ୍ତ, ବିଦେଶକୁ ଚାଲିଗଲା ହୋଇ ଅସନ୍ତୋଷ। ବିଦେଶରେ ବନ୍ଧୁ ସାହୁ ଦୋକାନରେ ପୁଣ, କରିଲା ଚାକିରି କିଛି ନ ଆଣି ବେତନ। ଦିନ ପରେ ଦିନ ହୋଇ ମାସ ପରେ ମାସ, ବରଷ ବରଷ ପୁଣି ହେଲା ଦିବରଷ। 2 ବର୍ଷ ପୁରୀ ଯାଇ ତୃତୀୟ ବର୍ଷରେ, ପାଦ ଦେଲା ଜୟନ୍ତର ଚାକିରି ସେଠାରେ। ବନ୍ଧୁ ସାହୁ ଜୟନ୍ତର ପ୍ରଭୁ ପ୍ରୀତି ଦେଖି, ଅତୀବ ଆନନ୍ଦ ସେହି ହେଲା ପୁଣି ସେଠି। ପରନ୍ତୁ ଜୟନ୍ତକୁ ସେ ପରୀକ୍ଷା କରିବ, ବୋଲିଣ ନିଜ ମନରେ ସ୍ଥିରଟି ଜାଣିବ। ପରୀକ୍ଷା କରିଲା ଯହୁଁ ସେଥିରେ ଉତ୍ତୀର୍ଣ୍ଣ, ହୋଇଗଲା ଜୟନ୍ତଟି ବନ୍ଧୁ ସାହୁ ପୁଣ। ଆନନ୍ଦିତ ହୋଇ କରି ରହିଲେ ଖୁସିରେ, ଜୟନ୍ତକୁ ନିଜ କନ୍ୟା ବାହା ଦେବେ ଭଲେ। ଏହା ଭାବି ଏକ ଦିନେ ସେହି ବନ୍ଧୁ ସାହୁ, ଆନନ୍ଦ ମନରେ ତାକୁ ଡାକିଲାଟି ସେହୁ। ମାଲିକ ଡାକରା ଜାଣି ସେ କାଳେ ଜୟନ୍ତ, ଚକିତ ହୋଇଲା ଜାଣି ରଖ ଅତିରିକ୍ତ। ଅତ୍ୟଧିକ ମନସ୍ତାପ କରିଣ ଭାବିଲା, କେଉଁ ପାପ ମୋର ଆଉ ଏଠି ଘଟିଗଲା। ଯେଉଁ ପାଇଁ ଡାକୁଛନ୍ତି ମାଲିକ ମୋର, ଭୟରେ ଚିନ୍ତିଣ ଦେହ ହେଲା ଥରର। ଜାଣିବାରେ ତାର କିଛି ଅନ୍ୟାୟଟି ପୁଣ, ନ କରିଛି ଏହା ତାର ଯେ ଜାଣିଲା ମନ। ତଥାପି ବାଘର ଫାଗକୁ ଭୟ ସର୍ବଦା, ରହିଥାଏ ଯେଣୁ ଏହା ନ କହିବ କିବା। ଏଣୁ ତେଣୁ ଜୟନ୍ତ ଯେ ଭାବିଣ ମନରେ, ପହଞ୍ଚିଲା ବନ୍ଧୁ ସାହୁ ପାଶରେ ସତରେ। ବନ୍ଧୁ ସାହୁ ପାଶେ ଯହୁଁ ଜୟନ୍ତ ଅଚିରେ, ଡାକି ନେଇ ବସାଇଲା ତାକୁ ନିକଟରେ। ଏହା ପରେ ନାନା ଭାବେ ମିଷ୍ଟାନ୍ନ ଆଣି, ବଳାଇ ବଳାଇ ତାକୁ ଖୋଇଲା ତକ୍ଷଣୀ। ଖାଇସାରି ଆଶ୍ଚର୍ଯ୍ୟରେ ଜୟନ୍ତ ଯେ ପୁଣି, ହେକୁଟି ମାରି ମନରେ ଚିନ୍ତିଲା ତକ୍ଷଣୀ। କି କାରଣେ ମୋ ମାଲିକ ମୋତେ ଆଦରରେ, ସମିଷ୍ଟମାନ ଖୁଆନ୍ତି ବଳାଇ ଅଚିରେ। ଏଥିର ଉଦ୍ଦେଶ୍ୟ କିଛି ରହିଛି ନିଶ୍ଚିତ, କି କରିବେ ବୋଲି ଏହା ଚିନ୍ତିଲେ ତ୍ୱରିତ। ତହୁଁ ବନ୍ଧୁ ସାହୁ ବହୁ ଆଶ୍ୱାସନା ବାଣୀ, ଜୟନ୍ତର ପାଶେ ବସି କହିଲେ ଯେ ପୁଣି। ଶୁଣି କରିଣ ଜୟନ୍ତ ବୋଇଲା ଆପଣ, କି କହିବେ କ୍ଷିପ୍ରେ ମୋତେ କୁହନ୍ତୁ ଯେ ପୁଣ।
ସମ୍ପ୍ରତି ଯେ ଦୋକାନରେ କୌଣସି ଜଣେ ନାହାନ୍ତି, ଏକାକୀ ଥିଲି ଜାଣନ୍ତି ଆପଣେ। ତହୁଁ ବନ୍ଧୁ ସାହୁ ତାର ଏକ ନିଷ୍ଠ ଦେଖି ମନେ ରଖ ସାଧୁ ଜନେ ହେଲେ ବହୁ ଖୁସି। ପରେ ପରେ ବୋଇଲେ ଯେ ଜୟନ୍ତ ମଙ୍ଗିର ରଖିବ କି ନାହିଁ ମୋତେ କୁହରେ ସତର। ତାପରେ ମୁଁ କଥା ଏକ କହିବି ବୁଝାଇ, ମୋର କୂଳ ତୋର କୂଳ ହିତ ଅର୍ଥ ପାଇଁ। ଆଶ୍ଚର୍ଯ୍ୟ ହେଲା ଅଧିକ ବନ୍ଧୁର ବଚନ, ଶୁଣି କରି ଜୟନ୍ତଟି ଅଧିକଟି ଜାଣ। ତଥାପି ବୋଇଲା ବାଣୀ 3 ବର୍ଷ ହେଲା, କେଉଁ କଥା ତୁମ୍ଭର ମୁଁ ମାନି ନାହିଁ ପରା। କୁହନ୍ତୁ ବୁଝାଇ ମୋତେ ସର୍ବଦା ମୁହିଁ ରହିଅଛି ଆପଣଙ୍କ ହୋଇ ଆଜ୍ଞା ଭାଇ। ଆପଣ ମୋହର ଅନ୍ନଦାତା ପରା ଅଟ, କି କାରଣେ ବାର୍ତ୍ତା ତବ ନ ରଖିବି ସତ। ସତ୍ୟ କରି କହୁଅଛି ରଖିବାର ହେଲେ, ନିଶ୍ଚିତ ଭାବରେ ରକ୍ଷା କରିବିଟି ହେଳେ। କହୁଛନ୍ତି ବନ୍ଧୁ ସାହୁ ଜୟନ୍ତ ବଚନ, ଶୁଣି କରି ଅତିରିକ୍ତ ଖୁସି କରି ମନ। ଯେଉଁ ବାର୍ତ୍ତା କହିବି ମୁଁ ତାହାଟି ନିଶ୍ଚୟ, ରଖିବାର କଥା ଅଟେ ନାହିଁଟି ସନ୍ଦେହ। କହୁଅଛି ବୁଝାଇ ନ ଶୁଣ ତାହା ପୁଣ, ହୋଇକରି ମହାନନ୍ଦ କହିବ ବଚନ। ଜାଣିଅଛ ବହୁ କାଳୁ ଏକ କନ୍ୟା ମୋର, ସେହି କନ୍ୟା ସେହି ପୁଣି ଅଟଇ କୁମର। ଆନ କେହି ନାହିଁ ଏଠି ମୋର ଅନ୍ତକାଳେ, ରଖାଶୁଣାକୁ କରିବେ ଏହାକୁ ମୋ ପରେ। ଜାଣିଛ ମୋ କନ୍ୟା ନାମ ମିନତି ଅଟଇ, ରୂପ ଗୁଣେ ମୋ ମିନତି ଭଲ ବିଚାରଇ। ଶୁଣି କରି ଜୟନ୍ତଟି ବନ୍ଧୁ ସାହୁଗୀର, ସମର୍ଥନ କରି ସୁଖେ କହଇ ସତର। ଜାଣିଅଛି ସବୁ ମୁହିଁ ମିନତି ସୁନ୍ଦରୀ, ରମ୍ଭା ମେନକା ନଇବେ ରୂପେ ତାର ସରି। ଗୋଟିଏ ଚାଉଳେ ଗଢ଼ା ଅଟେ ସୁକୁମାରୀ, ରତି ଲୁଚିବେ କୋଣରେ ଦର୍ଶନେ ତାହାରି। ସରସ୍ୱତୀ ସମ ତାର ଅଟଇଟି ଗୁଣ, ରୂପ ଗୁଣେ ନର ଲୋକେ କେହି ତାର ସମ। ନହୋଇବ ସତ୍ୟ ଏହା ମାନୁଅଛି ମୁହିଁ, କାଳେ କାଳେ ରୂପ ଗୁଣେ ଚତୁରୀଟି ସେଇ। ଏହିପରି ନାନା ପ୍ରକାରରେ ଜୟନ୍ତ ମିନତିର ରୂପକୁ ଯେ କରିଲା ବର୍ଣ୍ଣିତ। ତହୁଁ ବନ୍ଧୁ ସାହୁ ବୋଲେ ଶୁଣରେ ଜୟନ୍ତ, କହୁଅଛି ଯାହା ମୁହିଁ ଅଟେ ତାହା ସତ। ବହୁଦିନ ମନ ମଧ୍ୟେ ମୁଁ ଆଶା ପୋଷଣ, କରିଅଛି ମୁଁ ତୁମ୍ଭଙ୍କୁ ମୁଁ କନ୍ୟା ସମର୍ପଣ। କରି ଏହି ବ୍ୟବସାୟ ତବ ହସ୍ତେ ଦେଇ, ହୋଇଯିବି ତୀର୍ଥଯାତ୍ରୀ ଚିରଦିନ ପାଇଁ। ଏହା ଶୁଣି ଜୟନ୍ତ ଯେ ସହସା ଚକିତ, ହୋଇଣ ବନ୍ଧୁ ସାହୁକୁ କହେ ଶୁଣ ପିତ। ଆପଣଙ୍କ ଠାକୁ ଯେଉଁ ଦିନ ମୁଁ ଆସିଲି, ସେହିଦିନ ପିତା ବୋଲି ଜ୍ଞାନ କରିଥିଲି। ବାପା ମୋର ମୃତ୍ୟୁ ପଥେ ଯାତ୍ରା ସାଜିଥିଲେ, ଆପଣଙ୍କୁ ପିତା ବୋଲି ମନ ମଧ୍ୟେ ଭାଳେ। ମିନତିକୁ ମୋର ଜାଣ କନିଷ୍ଠା ଭଗିନୀ, ସମତାକୁ ଭାବୁଥାଏ ନିଜେ ନିଜେ ଶୁଣି। କଦାପି ମୋ ମୁଣ୍ଡ ଟେକି ଚାହେଁ ନାହିଁ ତାକୁ, ଭଉଣୀ ଭାଇ ଭାବରେ ରଖେ ସମ୍ପର୍କକୁ।
ସ୍ୱପ୍ନରେ ମୋ ମିନତିକୁ ଅନ୍ୟ ଭାବେ ରଣ ଯାହା ହେବ ପଛେ ମୋର ବାରତାକୁ ଶୁଣ ବିବାହିତ ଅଟେ ମୁହିଁ ଏହା ସତ୍ୟ ଜାଣ ବିବାହିତ ପତ୍ନୀ ମୋର ନାମ ଲୀଳାବତୀ ଅତୀବ ସୁନ୍ଦର ସେହୁ ଅଟେ ପତିବ୍ରତୀ ଅଛି ଯିଏ ମୋର ଜନ୍ମଭୂମି ରୁଦ୍ର ପରେ କିପରି ବିବାହ ପୁଣି କରିବି ଏଠାରେ କର୍ମ ବେଳକୁ ଯେହ୍ନେ ଶ୍ରୀନଳ ରାଜନ କାଟିଥିଲେ ଘୋଡ଼ା ଘାସ କରି ଦୁଃଖ ମନ ଅନନ୍ତ ନିଆଁର ଉପରେ ଥିବା ନାରାୟଣ ଯେଉଁପରି ଧରିଥିଲେ ଗଧର ଚରଣ ସେହିପରି ହୋଇ ମୁହିଁ ସାଧବ କୁମର ହୋଇଅଛି ଚାକର ମୁଁ ଯେ ଆପଣଙ୍କର ଜାମାତା କରିବା କଥା ମନର ମଧ୍ୟରୁ ତେଜରୁ ଦଇନି କରେ ଅଟେ ଏହା ଗୋରୁ ଏହି ଗୋରୁ ଭାର କେବେ କରି ମୁଁ ବନ ନ ପାରିବି କରି କହେ ଯେ ସତ୍ୟ ବଚନ ଏହା ଶୁଣି ବନ୍ଧୁ ସାହୁ ଅତୀତ କାଳରୁ ଯାହା ଭାବିଥିଲେ ତାହା ପୁଛିଲେ ମନରୁ ମନ ତାଙ୍କ ଚନା ହୋଇଗଲା ସେହି କାଳ ଜୟନ୍ତ ଯେ ତାହା ଲକ୍ଷ୍ୟ କରିଲା ସତର ମାଲିକ ମନରେ ଦୁଃଖ ଦେଖିଣ ଜୟନ୍ତ ବୋଲଇ କେଉଁ କାରଣେ କିସ ଏହା ଚିନ୍ତ କନ୍ୟା ଏକ ଜନ୍ମି ଅଛି ନିଶ୍ଚିତ ଭାବରେ ହୋଇବ ବିବାହ ଏହା ଶୁଣନ୍ତୁ ଅଚିରେ ମିନତି ଅଟଇ କନ୍ୟା ଯେ ଆପଣଙ୍କର ଅଟଇ ଭଗିନୀ ସିଏ ନ ଜାଣ ମୋର ଭଗ୍ନୀ ଲାଗି ଭଗ୍ନୀପତି ଯୋଗାଡ଼ ଦାୟିତ୍ୱ ନେଇଥାଏ ଯାଇଥାଏ ଭାଇ ଯୋଗ୍ୟବନ୍ତ ମୁହିଁ ମିନତିର ଭାଇ ସମକିବା ନୁହେଁ ତା ପାଇଁ ଯୋଗାଡ଼ ପାତ୍ର କରିବି ନିଶ୍ଚୟ ମନ ଲାଖିବର ମୁହିଁ ନିଶ୍ଚିତ ଖୋଜିଣ ଆଣିଦେବି କହୁଅଛି ରୁହନ୍ତୁ ଆପଣ ଅଚିନ୍ତା ରୁହନ୍ତୁ ଅନୁରୋଧ ରଖି ମୋର ଏହି କଥା ଅଚିରେ ମୁଁ କରିବି ସତର କୁହନ୍ତୁ ମୋ ବାର୍ତ୍ତା ପରେ ବିଶ୍ୱାସ କିତବ ନାହିଁ ଯଦି ବର୍ତ୍ତମାନ ଚାଲିଯିବି ଦେବ ଏହା ଶୁଣି ପୁତ୍ର ବୋଲି ଜୟନ୍ତକୁ ପୁଣ ବନ୍ଧୁ ସାହୁ ଆନନ୍ଦରେ କଲେ ଆଲିଙ୍ଗନ ନୋଇଲେ ମୁଁ ଝିଅ ଦେଇ କୁମର ଇଚ୍ଛାରେ କହୁଥିଲି ପ୍ରତ୍ୟାଖ୍ୟାନ କରିଲୁ ସତରେ ତଥାପି ସେପରି ପୁତ୍ର ବୋଲି ନ କହିଲୁ ଅପୁତ୍ରିକ ଦୋଷ ମୋର ତୁହି ଯେ ନାସିଲୁ ଧନ୍ୟ ହେଲା ପ୍ରାଣ ମୋର ତୋପରା କୁମର ପାଇ କରି ଆନନ୍ଦିତ ହୋଇଲି ଆବର ସହୋଦରା ଭଗ୍ନୀ ପରି ଆଜିଠୁ ମିନତି ହୋଇଲା ନିଜ ଭଉଣୀ ଜାଣ ତୁ କହୁଛି ଭଗ୍ନୀ ତୋର କିପରି ଭଲରେ ରହିବ ଭଲ ପାତ୍ର ଠାରେ ତାର ବିବାହ ହୋଇବ ହୋଇଲିଣି ବୃଦ୍ଧ ଯେଣୁ ମୁଁ ସେହି ଦାୟିତ୍ୱ ନ ନେଇ ପାରିବି ଏହା କହୁଅଛି ସତ୍ୟ ତୁ ମିନତି ଲାଗି ଏକ ଯୋଗ୍ୟତମ ବର ଯୋଗାଡ଼ କରି ନ କରିବୁ ସେ ବାହାଘର କେବଳ ମୋ ବେଦୀ ପରେ ପିତା ପଣେ ବସି କରିବି କନ୍ୟା ପ୍ରଦାନ ହୋଇ ଅତି ଖୁସି ଆନ କର୍ମ ମାନ ସବୁ ତୋହରି ଉପରେ ରହିଲା ଜାଣିବୁ ବାପ କହୁଛି ସତରେ ଏ ବାରତା ଶୁଣି କରି ନ କରିଣ ଡେରି ଦୋକାନକୁ ଜୟନ୍ତ ଯେ ଗଲା ଜାଣ ଚଳି ଆନନ୍ଦ ମନେ ଦୋକାନ ଉପରେ ବସିଣ
କି କରିବି ବୋଲି ତାହା ଚିନ୍ତା କଲା ପୁଣ। କିଛି କାଳ ମନେ ଚିନ୍ତା କରିବା କାଳରେ ପହଞ୍ଚିଲା ବନ୍ଧୁ ସାହୁ ଆସି ଦୋକାନରେ। ବୋଇଲେ ରେ ଦୋକାନରେ କେତେ ଯେ ଜିନିଷ ରହିଅଛି ଦେଖା ମୋତେ ହିସାବ ନିକାଶ। ଏହା ଶୁଣି ଚମକିଲା ଜୟନ୍ତ ତକ୍ଷଣୀ। ଏକିଶ ଯେ ମାଗୁଅଛି ହିସାବ ଏକ୍ଷଣୀ। ତଥାପି ଦମ୍ଭ କରିଲା ମନର ମଧ୍ୟରେ ହିସାବ ପତ୍ର ଗୁଡ଼ିକ ଥିଲା ଯେ ଠିକରେ। ହିସାବ ଦେଖିଣ ବୁଢ଼ା ହୋଇଲା ନନ୍ଦ। ବୋଇଲା 2.5 ବର୍ଷ ପୂର୍ଣ୍ଣ ନାହିଁ ବୃନ୍ଦ। ଆସିବା ଦିନରୁ କେତେ ବେତନ ବାରତା କହିନାହୁଁ ଯେଣୁ ତୁଇ ଶୁଣ ମୋର କଥା। କେତେ ଯେ ବେତନ ନେବୁ କହ ତୁ ବୁଝାଇ। ନିଶ୍ଚିତ ଭାବରେ ସବୁ ପରିଶୋଧ ମୁହିଁ କରିବି ବୋଲିଣ ବାର୍ତ୍ତା ଦେଉଅଛି ତୋତେ। ମନେ ମନେ ନ ଭାବ ଯେ ଆଉ ତ କିଞ୍ଚିତେ। ଏହା ଶୁଣି କହୁଅଛି ଜୟନ୍ତ ସତର। ମୋହେ ପରା ବୋଲଇ ମୁଁ ଅଟଇ କୁମର। କୁମର କି ପିଅରର ପାଶରୁ ବେତନ ନିଅଇ ବେତନ ଯାର ଯେ ଚାକର ପୁଣ। ମୁଁ ଯଦି ଚାକର ତବ କୁହ ହେ ପିଅର। ନେବି ମୁଁ ବେତନ କଥା କହିବି ସତର। ଏହା ଶୁଣି ବୁଢ଼ା ଅତି ଆନନ୍ଦିତ ହେଲା। ପରୀକ୍ଷା ମୁଁ କରୁଥିଲି ବୋଲିଣ ବୋଇଲା। ଚାକର ନୁହଁ ତୁ ମୋର ଅଟୁରେ କୁମର। 2.5 ବରଷ ହେଲା ଖଟୁ ଦୋକାନର। ସେଥିପାଇଁ ତ ଉପରେ ସନ୍ତୁଷ୍ଟ ହୋଇଣ। ଦୋକାନରେ ଅଧା ଅଂଶୀଦାର ଏହି କ୍ଷଣ। କରୁଅଛି ତୋତେ ତୋର ଦୋକାନର ଅଧା। ଦେଇଅଛି ଆନନ୍ଦରେ ନ ହୋଇଣ ଦ୍ୱିଧା। ଏତେ ବୋଲି ଲେଖା ପଢ଼ା ଭାବେ ବନ୍ଧୁ ସାହୁ। ଦୋକାନରୁ ଅଧା ଜୟନ୍ତକୁ ଦେଲା ସେହୁ। ଆନନ୍ଦ ମନେ ଗ୍ରହଣ କରିଣ ଜୟନ୍ତ। ବନ୍ଧୁ ସାହୁ ପାଶେ ଜାଣ ହେଲା କୃତକୃତ୍ୟ। ମନେ ମନେ ବୋଲେ ଧନ୍ୟ ଧନ୍ୟ ଏହି ଜ୍ଞାନ। ମନ ମଧ୍ୟ କେବେ ଦେଖି ନଥିଲି ସପନ। ଅଳସୁଆ ବୋଲି ଯିଏ ଛାଡ଼ିଥିଲା ଘର ସେ ହୋଇବ ସତେ ସମ୍ପତ୍ତିର ଅଧିକାର। ଏହା ପରେ ବନ୍ଧୁ ସାହୁ ଆନନ୍ଦ ହୋଇଣ। ଚାଲି ଯେ ଆସିଲେ ତାଙ୍କ ନିଜ ଗୃହେ ପୁଣ। ପୂର୍ବ ପରି ବ୍ୟବସାୟ ଅତୀବ ଆନନ୍ଦେ। ଚଳାଇଲା ଜୟନ୍ତଟି ଜାଣ ଭଲ ମନ୍ଦେ। ଏହିପରି 1 ମାସ ବିତିଗଲା ଜାଣ। ବନ୍ଧୁ ସାହୁ ଜୟନ୍ତକୁ ବୋଇଲା ଯେ ପୁଣ। ଆସନ୍ତା ମାର୍ଗଶିରରେ ମିନତିକୁ ବାହା ଦେଇ କରି ତୀର୍ଥ ଯାତ୍ରା କରିବି ମୁଁ ତାହା। ସେହିପରି ଯୋଗାଡ଼ ତୁ କରୁଥିବୁ ବାରେ। ଯେଉଁପରି ବାହା ଦେବି ମୁହିଁ ମାର୍ଗଶିରେ। ଏହା ଶୁଣି ମନେ ରଖ ଜୟନ୍ତ କପାଳେ। ଚଡ଼କ ଯେପରି ଶିରେ ପଡ଼ିଲା ଅକାଳେ। ସେହିପରି ବୋଧ ହେଲା ଜାଣିବଟି ପୁଣ। ଅଟେ ଏହି ମାସ ଗୋଟି ଆଶ୍ଵିନ ଆଶ୍ଵିନ। ମାତ୍ର ଆଉ 1 ମାସ ପରେ ମିନତିର। କେଉଁପରି ଭାବେ ଜାଣ ହେବ ବିଭାଘର। ବରପାତ୍ର ଅଦ୍ୟବଧି ନ କରିଛି ସ୍ଥିର। ତଥାପି ମନ ମଧ୍ୟରେ ସାହସ ପାର। ଧରିଣ ଜୟନ୍ତ ପୂର୍ବ ପଶ୍ଚିମ ଉତ୍ତର। ଦକ୍ଷିଣ ଆଦି 4 ଦିଗକୁ ଯେ ଆବର। ପଠାଇଲା 1 କୁଳୀନ ଜ୍ୟୋତିଷ। ମିନତି ଯୋଜକ ସହ ଗଲେ ହୋଇ ତୋଷ। ସାଧ୍ୟ ମତେ ଯିଏ ଯାହା ଖରଚ ନିମିତ୍ତ। ଜୟନ୍ତ ବୋଇଲା ରେ ଶୁଣ ମୋର ଗିର।
ଏକ ମାସ ମଧ୍ୟେ ମୋତେ ଦେବଟି ଖବର। ମାର୍ଗଶିର ମାସ ଯେଉଁ ପ୍ରଥମ ଲଗନ, ସେହିଦିନ ଭଗ୍ନୀ ମୋର ହେବ ବାହା ପୁଣ। ନକରି ବିଳମ୍ବ ଯେତେ ଶୀଘ୍ର ପାର ତୁମ୍ଭେ, ଝୋଟକ ବିଚାର ପାତ୍ର ଦେଖାଇ ତକ୍ଷଣେ। ଏତେ ବୋଲି ଜ୍ୟୋତିଷଙ୍କୁ ନାନାବିଧ ଗିର, କହି କରି ସମସ୍ତଙ୍କୁ ବିଦା କଲା ପୁଣ। ପୂର୍ବ ପଶ୍ଚିମ ଉତ୍ତର ଏ ତିନି ଦିଗରେ, ଗୋଟିଏ ହୋଇଲେ ପାତ୍ର କେହି ନ ପାଇଲେ। ଦକ୍ଷିଣ ଦିଗରେ ଥିଲା ଗୋଟିଏ କୁବେର, ଘର ଜାଣ ଧନ ରତ୍ନ ଅଟଇ ଅପାର। ପିତାମାତା ମଧ୍ୟେ ସିଏ ଗୋଟିଏ କୁମର, ରୂପ ଗୁଣେ କିଛି ତିଳେ ତା ବାଛ ବିଚାର। ନଥିଲା ଦେଖିଣ ସେହି ଜ୍ୟୋତିଷ ଆନନ୍ଦେ, ଜଟକ ପକାଇ ଘଟ ସୂତ୍ର ବଳେ ଛନ୍ଦେ। ଦେଖିଲା ରାଜା ଜଟକ ହୋଇଲା ସେଇଟା, ତେଣୁ ତାଙ୍କ ଠାରୁ ଜାଣ ଆଣେ ଠିକଣାଟା। ସିନ୍ଧୁ ଗ୍ରାମେ ଘର ତାଙ୍କ ଜାତିରେ କୁବେର, ପିତା ନାମ ହରିହର ପୁତ୍ର ଧନେଶ୍ୱର। ଇତ୍ୟାଦି ଲେଖିଣ ଆଣି ଜୟନ୍ତ ପାଖରେ, ପଇଠ କଲାରୁ ପୁଣ ଜୟନ୍ତ ସତରେ। ଗଲା ସେହି ସିନ୍ଧୁ ଗ୍ରାମେ ହରିହର ଘର, ରୂପଗୁଣ ପୂର୍ଣ୍ଣ ପୁତ୍ର ଦେଖେ ଧନେଶ୍ୱର। ସାକ୍ଷାତରେ ଧନେଶ୍ୱର ଅଟଇ କନ୍ଦର୍ପ, ରତି ପରି ମିନତି ଯେ ହେବ ଏହା ପାଖ। ବୁଝିଲା ଧନ ସମ୍ପତ୍ତି ରହିଛି ଅପାର, ଏକମାତ୍ର ପୁତ୍ର ଅଟେ ପିତା ମାତାଙ୍କର। ମନ ତାର ମାନିଗଲା ଫେରି ନଇଲା, ବନ୍ଧୁ ସାହୁ ପାଶେ ସବୁ ବୁଝାଇ କହିଲା। ସେ ଅନୁରୋଧ କଲା ପିତା ତୁମେ ଥରେ, ସିନ୍ଧୁ ଗ୍ରାମେ ଯାଇ ଧନେଶ୍ୱର ଦେଖବାରେ। ଏହା ଶୁଣି ବନ୍ଧୁ ସାହୁ ବୋଇଲେ ବଚନ, ବାଇକି ହୋଇଲୁ ଆଜି କୁମରରେ ମମ। ଭଉଣୀ ନିମିତ୍ତ ଭାଇ କଲା ବର ଘର, ବାପ ବୁଢ଼ା ଦେଖି କିସ କରିବ ଆବର। ଭଲ ମନ୍ଦ ଭଉଣୀର ବୁଝିବଟି ଭାଇ, ବାପ ବୁଢ଼ା କେତେ ଦିନ ଥିବ ଅବାରହି। ଏହା ଶୁଣି ମନେ ମନେ ସେ କାଳେ ଜୟନ୍ତ, ଧନ୍ୟ ଧନ୍ୟ ବୋଲି ନିଜେ ହୋଇଲା ଗର୍ବିତ। ସମୟ ନଷ୍ଟ ନ କରି ସେହି ଦିନ ଠାରୁ, ମାର୍ଗଶିର ଯାକେ ସିଏ ଭାବିଲାଟି ଗୁରୁ। କ୍ରମେ ଯାଇ କାର୍ତ୍ତିକେୟ ମାର୍ଗଶିର ମାସ, ପୃଥିବୀ ପୃଷ୍ଠରେ ଆସି କରିଲା ପ୍ରବେଶ। ଆନନ୍ଦ ମନରେ ବନ୍ଧୁ ସାହୁ ଆୟୋଜନ, କରିଲା ଜୟନ୍ତ ସହକାରୀ ତାର ଜାଣ। ପ୍ରଥମ ଲଗନେ ମହା ସମାରୋହେ ପୁଣ, ଧନେଶ୍ୱର ମିନତିର ବାହାଘର ଜାଣ। ହୋଇଗଲା ଯହୁଁ ସର୍ବେ ହୋଇଲେ ଆନନ୍ଦ, ବନ୍ଧୁ ସାହୁ ଯେନେ କେବେ ନ ହୋଇବ ଦ୍ୱନ୍ଦ। ସେହିପରି ହୀରା ଠାରୁ ଜିରା ପର୍ଯ୍ୟନ୍ତ, ବିଭାଘର ସମୟରେ ଦେଲା ଯେ ତୁରିତ। ଝିଅ ଜ୍ୱାଇଁ ଆନନ୍ଦରେ ଗଲେ ତିଜପୁର, କି ଘଟିଲା ଶୁଣ ମୁହିଁ କହୁଛି ଆବର। ଏପରି ଭାବରେ କିଛି ଦିନ ଚାଲିଗଲା, ଡାକିଣ ଜୟନ୍ତକୁ ଯେ ବନ୍ଧୁ ସେ ବୋଇଲା। ହେଲି ମୁହିଁ ବୃଦ୍ଧ ଏବେ ତୀର୍ଥ କରି ଯିବି, ଭୂସମ୍ପତ୍ତି କନ୍ୟା ହସ୍ତେ ସବୁ ଦେଇଦେବି। ଏହି ଦୋକାନର ତୁହି ଅଟୁ ଅଂଶୀଦାର, ପରନ୍ତୁ କହିଛି ଆଗୁ ନାହିଁ ମୋ କୁମର। ଢେର ଆଣି ଥୋଇ ସବୁ ଖାଇବୁରେ ତୁହି, ତୋର ନାମେ ଦୋକାନ ଆଜି ମୁଁ ଲେଖଇ। ଏତେ ବୋଲି ବନ୍ଧୁ ସାହୁ ଦୋକାନ ନିଜର, ଜୟନ୍ତର ନାମେ କଲା କାଗଜ ପତର। ଘର ବାଡ଼ି କନ୍ୟା ନାମେ କରି ବନ୍ଧୁ ସାହୁ,
तीर्थ पर्यटने सुखे चलीगला सेहू जयंत आनंदे बंधु साहुर दुकान निजर हेबारु ताकू कला दुई गुण नियत को जगी थिले हुए सदा जय सेपरि जयंत पाइला जे व्यवसाय ଏହା ପରେ ହେଲା କିସ ସନ୍ତୋଷୀ କୁ ଧ୍ୟାଇ କହୁଅଛି ସୁଜ୍ଞ ଜନେ ଶୁଣ ମନ ଦେଇ ଶୁଣ ଶୁଣ ସୁଜ୍ଞ ଜନେ ହୋଇଣ ସନ୍ତୋଷ ସନ୍ତୋଷୀ ପୁରାଣ ଇଏ ପବିତ୍ର ଚରିତ ଜୟ ଜୟ ସନ୍ତୋଷୀ ଗୋ ଦେବୀ ଅନ୍ନପୂର୍ଣ୍ଣା ଏ ପୁରାଣ ପଢ଼େ ଯେହୁ ପାଏ ତା କରୁଣା ମାତାଙ୍କର ଆଶୀର୍ବାଦ ପାଥେୟ କରିଣ ଚନ୍ଦ୍ରଶେଖର ଲେଖଇ ସନ୍ତୋଷୀ ପୁରାଣ। ସନ୍ତୋଷୀ ବ୍ରତ ପାଳନ ଏବଂ ଜୟନ୍ତକୁ ଦେବୀଙ୍କ ସ୍ୱପ୍ନାଦେଶ ଏଥୁ ଅନ୍ତେ ସୁଜ୍ଞ ଜନ ମନ କରିଥୟ ପରବର୍ତ୍ତୀ କଥା ଶୁଣ ନହୀଣ ସଂଶୟ ପବିତ୍ର ପୁରାଣ ଇଏ ଅଟଇ ଜାଣିବ ପାଠ କଲେ ପୃଥ୍ୱୀ ସାଗର ନିଶ୍ଚୟ ତରିବ ବହୁ କଥା ବେଦବର ମୁଖରୁ ଶୁଣିଣ ପୁଛୁଛନ୍ତି ବୀଣାଧାରୀ ଆନନ୍ଦ ହୋଇଣ ବ୍ରତ ବିଧାନ ଯେ ପିତା ବୁଝାଇ କହିଲ ଲୀଳାବତୀ ପାଳିଲା କି ନାହିଁ ବାସ ତୋର ବୁଝାଇଣ କୁହ ମୋତେ ଅନୁରୋଧ ମୋର ତହୁଁ ପୁଛୁଛନ୍ତି ଆନନ୍ଦିତେ ବେଦବର ଶୁଣ ଶୁଣ ମନ ଦେଇ କର୍ଣ୍ଣକୁ ଆବର ସନ୍ତୋଷୀ ପୁରାଣ ହେଜରେ ପୁତ୍ର ବ୍ୟବହାର ସନ୍ତୋଷୀ ମନ୍ଦିର ଠାକୁ ନାରୀ ଗଣ ସାଥେ ବିପଦ ଉଦ୍ଧାର ହୋଇ ଲୀଳାବତୀ ସତେ ଚତୁର୍ଭୁଜା ଦେବୀ ମୂର୍ତ୍ତି ଆଗ ମହାମାଇ ସେବକିନେ ସାଜି କରି ବସିଥିଲେ ତାହିଁ ନାରୀଗଣ ଧୂପ ଦୀପ ଫୁଲ ଚନ୍ଦନ ଥାଳିରେ ସଜାଇ ଆଣିଥିଲେ ସେହି ସ୍ଥାନ ସେ ସ୍ଥାନରେ ସବୁ ଦ୍ରବ୍ୟ କରି ସୁଖେ ଠୁଳ ଯଥାରୀତି ଦେଲା ପୂଜା ଦେବୀଙ୍କୁ ସତର ଲୀଳାବତୀ ଦେବୀ ପାଦ ଉଦକ ସେବିଣ ମଥା ପରେ ନିଜ ଶିର କରିଲା ଘର୍ଷଣ ତହୁଁ ବିଧି ମତେ ସବୁ ଦେବୀଙ୍କୁ ପଚାରି ବୁଝିଲା ମାତାଙ୍କ ବ୍ରତ ହୁଏ କେଉଁ ପରି ସବୁ ଗଣେଶ ନନ୍ଦିନୀ ବୁଝାଇ କହିଲେ ଅତି ଆନନ୍ଦିତ ମନେ ଲୀଳାଧିକ ପୁରେ ପହଞ୍ଚିଣ ଗଲା ନିଜେ କାଠ ଗୋଛା ଥୋଇ ଡାକିଲା ପତ୍ରରେ ଭାତ ଗଣ୍ଡେ ଦିଅ ସେହି ସଢ଼େଇରେ ପାଣି ଟୋପେ ଆଣି ମୋତେ ଦିଅ ଶୁଖିଯାଏ କଣ୍ଠ ତାକୁ ହେଲେଣି ଅଥୟ ଏହା ଶୁଣି ଗର୍ଜି ଗର୍ଜି ଆସେ ସାଧ ବାଣୀ କାହା ପାଖେ ଥିଲୁ ଏତେ ବେଳ ଯାଏ ପୁଣି ଥିଲୁ ତ ଯେଉଁଠି ଯା ଖାଇବୁ ସେଠାରେ ଖାଇବାକୁ ବର୍ତ୍ତମାନ ନାହିଁ କିଛି ଘରେ ଏହା ଶୁଣି ଲୀଳାବତୀ ମଥା ଘୁରି ଗଲା ବୋଇଲା ସନ୍ତୋଷୀ ତୋର ଅଟେ ଏହି ଲୀଳା ତୋର ଦର୍ଶନ ଲାଗି ଯାଇ କରି ମୁହିଁ ଉପବାସେ ରାତି ଦିନ ଜାଣ କାଟିଲଇଁ ତହୁଁ ସିଏ ଘର କୋଣେ ଯାଇ ମୁହଁ ମାଡ଼ି କାନ୍ଦି କଇଁ କଇଁ ସେ ଯେ ଧୀରେ ଶୋଇ ପଡ଼ି ନାନା ଆଡ଼ୁ ନାନା କଥା ମନର ମଧ୍ୟରେ ଚିନ୍ତା କଲା ସେହି ଦୁଃଖେ ଜାଣଟି ସତରେ ତହୁଁ ଜନନୀ ଏ କଥା ଜାଣିଣ ବିପିନେ ନିଦ୍ରା ଦେବୀଙ୍କୁ ପ୍ରାର୍ଥନା କରିଲେ ତକ୍ଷଣେ ଦେବୀ ଆସି ପହଞ୍ଚନ୍ତେ ଦେବୀଙ୍କୁ ଆଦେଶ କରିଲେ ଯେ ମହାମାଇ ହୋଇଣ ସନ୍ତୋଷ ବେଗେ ତୁମ୍ଭେ ଯାଅ ଚଳି ରୁଦ୍ରପୁର ଗ୍ରାମ ସାଧବ ଘରକୁ ବାରେ କରିବ ଗମନ କାନ୍ଦି ନେଇ ଶୋଇଥିବ ବଧୂ ଲୀଳାବତୀ
ତାର ବେନି ନୟନରେ ବସିବ ଝଟତି, ସକାଳ ପର୍ଯ୍ୟନ୍ତ ତାର ନୟନେ ରହିବ। ପ୍ରଭାତ ହେବା ମାତ୍ର କେତେ ଜିଣ ଆସିବ। ଏହା ଶୁଣି ନିଦ୍ରା ଦେବୀ ଗଲେ ଖରତରେ, ମହାନନ୍ଦେ ଲୀଳାବତୀ ଶୋଇଲା ସୁଖରେ। ବିପିନ ମଧ୍ୟରେ ସେହି ଗଣେଶ ନନ୍ଦିନୀ, ସାଥୀଗଣଙ୍କୁ ଡାକିଣ ବୋଇଲେ ଯେ ବାଣୀ। ତୁମ୍ଭ ଦ୍ୱାର କାମ ମୋର ହୋଇଅଛି ଶେଷ, ଫେରିଯାଅ ଆନନ୍ଦରେ ସେହି କୈଳାସ। ପିତାଙ୍କୁ ମୋହର ତୁମେ ଦେବ ସୁଖ ବର, ମର୍ତ୍ତ୍ୟଲୋକେ ସନ୍ତୋଷୀ ଯେ ରହେ ଆନନ୍ଦର। ଆଉ ମାତ୍ର କିଛି ଦିନ ପରେ ସେଠାକୁ ଫେରି ଆସିବ ବୋଲିଣ କହିବ ସଭିଙ୍କୁ। ପୁଣି ଯଦି କେବେ ମୋର ହୁଏ ପ୍ରୟୋଜନ, ଲୋଡ଼ିଛି କହୁଛି ସତ୍ୟ ମୋହର ବଚନ। ନାରୀଗଣ ସନ୍ତୋଷୀର ଆଦେଶକୁ ଲୋଭି, କୈଳାସ ଯିବା ପାଇଁ ତେଜିଲେ ସେ ଭୁବି। ଆନନ୍ଦ ମନେ ସଭିଙ୍କୁ ଗଣେଶ ନନ୍ଦିନୀ, ପଠିଆଇଲେ କୈଳାସ ଗଲେ ଜାଣ ପୁଣି। ଏହାପରେ ରୁଦ୍ରପୁରର ଘଟଣା ଗୁଡ଼ି, ଆନନ୍ଦ ମନରେ ଶୁଣ ଆନ ମୁଖ ନୋଇ। ମାତାଙ୍କ ଆଦେଶ ପାଇ ନିଦ୍ରାବତୀ ଗଲେ, ଲୀଳାବତୀ ନୟନରେ ସବାର ହୋଇଲେ। ପ୍ରଭାତ ହେବା ମାତ୍ରକେ ଲୀଳାକୁ ଛାଡ଼ିଣ, ଚାଲିଗଲେ ନିଦ୍ରାବତୀ ଆପଣା ଭୁବନ। ନିଜ ଭୁବନେ ପହଞ୍ଚି ରହିଲେ ସୁଖରେ, ଲୀଳାବତୀ ଆଖି ମଳି ଚାହିଁଲା ସତରେ। ଚକିତ ହୋଇଲା ପୁଣି ଏହି ଅଘଟଣ, ଦେଖିକରି ଚାରିଆଡ଼େ ଦେଖାଗଲା ଶୂନ୍ୟ। ଭୋକରେ ପେଟ ମୋହର କାଲି ଜଳୁଥିଲା, କେଉଁପରି ନିଦ୍ରା ମୋର ନୟନେ ଘାରିଲା। କ୍ଷଣକାଳ ପରେ ପୁଣି ଭାବିଲା ମନରେ, ସବୁ ସେହି ଜନନୀର ଦୟା ଅଟେ ବାରେ। ତାହାରି ଦୟାରେ ପଙ୍ଗୁ ଲଙ୍ଘି ଥାଏ ଗିରି, ବିପଦ ପ୍ରାଣୀମାନେ ଯେ ଯାଆନ୍ତି ଉଦ୍ଧୁରି। ଜୟ ଜୟ ମା ସନ୍ତୋଷୀ ସଙ୍କଟ ତାରିଣୀ, ଜୟ ଜୟ ମା ସନ୍ତୋଷୀ ଅଭୟ ଦାୟିନୀ। ଜୟ ଜୟ ସନ୍ତୋଷୀ ଗୋ ଗଣେଶ ନନ୍ଦିନୀ, ଜୟ ମାତ ଭବ ଭୟ ଧ୍ୱଂସ କରୁ ପୁଣି। ଏହିପରି ଲୀଳାବତୀ ଚିତ୍ତରେ ଚିନ୍ତିଣ, ନମ ନମ ମାତା ବୋଲି କରିଲା ପ୍ରଣାମ। ପ୍ରଣାମ କରି ଦେବୀଙ୍କୁ ଘରବାସୀ କାମ, ସୁଚାରୁ ରୂପରେ ସବୁ କରିଲାଟି ଜାଣ। ବାସନା ମାଜିଲା ସୁଖେ ଗୁହାଳ ପୋଛିଲା, ପିଲା ଓ ବଡ଼ଙ୍କର ଲୁଗା ଯେ କାଚିଲା। ତହୁଁ ପ୍ରତିଦିନ ପରି କରିଲା ସ୍ନାନ, ଟାଙ୍ଗିଆ ଧରିଣ ଧୀରେ ଚାଲିଲା ବିପିନ। ପ୍ରତିଦିନ ଯେଉଁ ବାଟେ ଯାଏ ସେହି ବାଳି, ସେଦିନରୁ ସେ ପଥରେ ନଗଲାଟି ପୁଣି। ଦେବୀଙ୍କ ମନ୍ଦିର ପଥ ଦେଇଣ ଚାଲିଲା, ତହୁଁ ମହାଦେବୀ ବନେ ରହିଣ ଚିନ୍ତିଲା। ଆସୁଅଛି ଭକ୍ତି ମତେ ମୋହର ଭକତ, ଗତକାଲି ଠାରୁ ସିଏ ରହିଛି ଉପାସ।